ଜୟ ଜଗନ୍ନାଥ। ମୁଁ ରମେଶ ଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ୟ ଆପଣମାନଙ୍କୁ କର୍କଟ ରାଶିର ମାସିକ ରାଶିଫଳ ଅର୍ଥାତ୍ ବୃଷ ମାସରେ ଆପଣଙ୍କ ରାଶିଫଳଟି କିପରି କଟିବ ମାସକ ଯାକ ମୁଁ ସେ ସମ୍ବନ୍ଧରେ ଆପଣଙ୍କୁ ଅବଗତ କରିବା ସହ ମୁଁ ଗତ ମାସରେ ଆପଣଙ୍କ ମାସିକ ରାଶିଫଳ ଜଣାଇଥିଲି ଏବଂ ଗତ ମାସରେ ଆପଣଙ୍କର ଶନି ମହାଗ୍ରହ ଚଳନ ସମ୍ବନ୍ଧରେ କେଉଁ ରାଶିରେ ରହିଲେ ଶୁଭ ଫଳ ପ୍ରଦାନ କରିବ କେଉଁ ରାଶିରେ ରହିଲେ ଅଶୁଭ ଫଳ ପ୍ରଦାନ କରିବ 12ଟି ରାଶିରେ ଆପଣଙ୍କୁ ଜଣାଇବା ସହ ଅଶୁଭ ରାଶିର ପ୍ରତିକାର ସମ୍ବନ୍ଧରେ ଆପଣଙ୍କୁ ମୁଁ ଜଣାଇଅଛି। ଯଦି କୌଣସି ଆପଣଙ୍କର ବୁଝିବାର ଭଲ ଭାବରେ ଥାଏ ତାହା ମୋ କମେଣ୍ଟ ବକ୍ସ ଦ୍ୱାରା ଜଣାଇ ଆସୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆସନ୍ତୁ ବର୍ତ୍ତମାନ ଜାଣିବା କର୍କଟ ରାଶି ସମ୍ବନ୍ଧରେ। କର୍କଟ ରାଶିର ଅଧିପତି ହେଲେ ଚନ୍ଦ୍ର, ଘାତ ବାର ହେଲା ବୁଧବାର, ଅନୁରାଧା ନକ୍ଷତ୍ର, ଷଷ୍ଠୀ ତିଥି, ଦ୍ୱିତୀୟ ଚନ୍ଦ୍ର। ବର୍ତ୍ତମାନ କର୍କଟ ରାଶିରେ ବର୍ତ୍ତମାନ ତନୁ ଗୃହରେ ମଙ୍ଗଳ ଅବସ୍ଥାନ କରୁଛନ୍ତି। ମଙ୍ଗଳ ଅବସ୍ଥାନ କଲେ ତା ଶୁଭ କାର୍ଯ୍ୟ କରିବ, ଅର୍ଥ ଉପାର୍ଜନ କରିବ ଏବଂ ବହୁତ ଯେଉଁ କାର୍ଯ୍ୟରେ ଆପଣ ହାତ ଦେବେ ସେ କାର୍ଯ୍ୟରେ ଆପଣ ସକ୍ସେସଫୁଲ୍ ହେବେ। ଦ୍ୱିତୀୟ ଘର ହେଲା ଧନଭାବ ଫଳ। ଧନଭାବ ଫଳରେ କେତୁ ଅବସ୍ଥାନ କରୁଛନ୍ତି। ଏହା ଶତ୍ରୁବୁଦ୍ଧି ସହ ମାନସିକ ଦୁଶ୍ଚିନ୍ତା, ଦୂରଯାତ୍ରା କରିବାର ସମ୍ଭାବନା ଏବଂ ଖର୍ଚ୍ଚାନ୍ତ ହେବେ। ଆପଣ ଆସନ୍ତୁ ଅଷ୍ଟମ ଗୃହକୁ ରାହୁ ଅବସ୍ଥାନ କରୁଛନ୍ତି। ଅଷ୍ଟମ ଗୃହ ହେଲା ନିଧନ ଗୃହ। ଅଷ୍ଟମ ରାହୁ ରହିଲେ କ'ଣ କରିବ, ଅନ୍ତରରୁ ରୋଗ ସୃଷ୍ଟି କରିବ, ପ୍ରତ୍ୟେକ କ୍ଷେତ୍ରରେ ବିନାଶ ଘଟିବ ଏବଂ ଦେହ ପୀଡ଼ା ଘଟିବ। ଆପଣ ନବମ ଘର ଆସନ୍ତୁ ଭାଗ୍ୟାଧିପତି ଘର। ଭାଗ୍ୟାଧିପତି ଘରେ ଯୋଡ଼ିଏ ଗ୍ରହ ଅବସ୍ଥାନ କରୁଛନ୍ତି ଶନି ଏବଂ ଶୁକ୍ର। ଶନି ରହିଲେ କ'ଣ କରିବ, ଶନି ସପ୍ତାହର ତୃତୀୟ ପାଦ। ଶନି ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥା ହେଲାଣି, ବଳହୀନ ହୋଇଗଲାଣି। ଏହା ସମଫଳ ପ୍ରଦାନ କରିବ, ବିଶେଷ ଲାଭ କରିବନି, ବିଶେଷ କ୍ଷତି କରିବନି। ତାପରେ ଶୁକ୍ର ହେଲା, ଶୁକ୍ର ଆପଣଙ୍କର କହୁଛି ଏଇ ଭାଗ୍ୟାଧିପତି ଗୃହରେ ଅଛନ୍ତି। ଶୁକ୍ର ପ୍ରତ୍ୟେକ କ୍ଷେତ୍ରରେ ଆପଣ ବ୍ୟାଘାତ ଘଟାଏ ଏବଂ ଯାହା ହେଲେ ସୁଦ୍ଧା ଆପଣ କାର୍ଯ୍ୟ ସିଦ୍ଧି ନିଶ୍ଚିନ୍ତ ଭାବରେ। ଶୁକ୍ର ହେଲା ଜ୍ଞାନୀ ପଣ୍ଡିତ ଜାତି ଶ୍ରେଷ୍ଠ ବ୍ରାହ୍ମଣ। ଦଶମ ଗୃହ ସହ ଆସନ୍ତୁ କର୍ମଭାବ ଫଳ। କର୍ମଫଳରେ ବୁଧ ଅବସ୍ଥାନ କରୁଛନ୍ତି। କାର୍ଯ୍ୟର ପନ୍ଥା ବୃଦ୍ଧି କରିବ, ପ୍ରତ୍ୟେକ କାର୍ଯ୍ୟରେ ସିଦ୍ଧି ଅର୍ଥାତ୍ ବ୍ୟବସାୟ ଲାଭ, ଚାକିରି କ୍ଷେତ୍ରରେ ପ୍ରମୋସନ୍, ଚାକିରି ଏବଂ ନୂତନ ଚାକିରି ହେବାର ସମ୍ଭାବନା, ନୂତନ ଏବଂ ଗୃହ ଆରମ୍ଭ କରିବେ। ଏକାଦଶ ରବି। ଏକାଦଶ ରହିଲେ କ'ଣ କରିବ ରବି, ଏକାଦଶ ସବୁଯାକ ଲାଭ କରିବ। ଯେତେ ଯାହା ଆପଣ ଯାହା ଚାହିଁଛନ୍ତି ତାହା ରବି ମହାଗ୍ରହ ସମସ୍ତ ପ୍ରକାର ସୁଫଳ ପ୍ରଦାନ କରିବେ। ଦ୍ୱାଦଶ ଘରେ ବୃହସ୍ପତି। ଦ୍ୱାଦଶରେ ବୃହସ୍ପତି ହେଲେ ଚନ୍ଦ୍ର ଚଳନ ହେତୁ ଆପଣଙ୍କର ବିଶେଷ କିଛି କ୍ଷତି କରିବନି, ଶୁଭ ଫଳ ପ୍ରଦାନ କରିବ। ପାରିବାରିକରେ ଶାନ୍ତି ବଢ଼ିବ, ବ୍ୟବସାୟରେ ଖୁବ୍ ଲାଭବାନ ହେବେ ଏବଂ ଚାକିରି କ୍ଷେତ୍ର ମଧ୍ୟ ଆପଣ ପାଇପାରନ୍ତି। ଜମିବାଡ଼ି ସଂକ୍ରାନ୍ତ ବିବାଦରେ ପଡ଼ିପାରିବେ। ଏ ମାସରେ ଆପଣଙ୍କ ଦେହ ଭଲ ନ ରହିପାରେ। ଛାତ୍ରଛାତ୍ରୀମାନେ ପରିଶ୍ରମ କଲେ ସୁଦ୍ଧା ସଫଳ ପାଇବେ। ଆପଣଙ୍କୁ ଏ